ଭୁବନେଶ୍ୱର ଉନ୍ନୟନ ମଞ୍ଚ ଏକ ସାଂସ୍କୃତିକ ମଞ୍ଚ। ଭୁବନେଶ୍ୱରର ଏହା ପ୍ରଥମ ଥର ପାଇଁ ଭୁବନେଶ୍ୱରର କଳା ସଂସ୍କୃତି ଐତିହ୍ୟ ବିଷୟରେ ଲୋକଲୋଚନକୁ ଆଣିବା ପାଇଁ ଏହି ଉତ୍ସବ ଆୟୋଜନ କରାଯାଇଛି 10-11 ଫେବୃଆରୀ 2026 ଏବଂ ଏହା ଭଞ୍ଜ କଳା ମଣ୍ଡପଠାରେ ଆୟୋଜନ କରାଯାଇଛି। ଏହା 2 ଦିନ ଧରି ଦିନ 10ଟାରୁ ରାତି 10ଟା ଯାଏ କାର୍ଯ୍ୟକ୍ରମ ପାଳନ କରାଯିବ। 10ଟା ବେଳେ ରେଜିଷ୍ଟ୍ରେସନ୍ ହେବ, ଯେଉଁମାନେ ଆମର ଅତିଥିମାନେ ଏବଂ ଦେଖଣାହାରୀମାନେ ଯେଉଁମାନେ ଆସିବେ ତାଙ୍କର ରେଜିଷ୍ଟ୍ରେସନ୍ କରାଯିବ। 11ଟା ବେଳେ ସାହିତ୍ୟ କାର୍ଯ୍ୟକ୍ରମ, ଭୁବନେଶ୍ୱରର ପୂର୍ବ ସଂସ୍କୃତି ସଭ୍ୟତା ବିଷୟରେ ବିଭିନ୍ନ ବକ୍ତାମାନେ ତା ଉପରେ ଆଲୋଚନା କରିବେ। 11ଟାରୁ 1:30 ଏହି କାର୍ଯ୍ୟକ୍ରମ ଚାଲିଲା ପରେ 1:30ରୁ 2:30 ମଧ୍ୟାହ୍ନ ଭୋଜନ ବିରତି ରହିବ। 2:30ଟାରୁ ବାହାର ଜାଗାରେ ହତା ଭିତରେ ମୁକ୍ତ ମଞ୍ଚରେ ପ୍ରହ୍ଲାଦ ନାଟକ ପରିବେଷଣ କରାଯିବ। ଇଏ ଏକ ଭୁବନେଶ୍ୱରର ହିଁ କେବଳ ଏହି କଳା ରହିଛି ବର୍ତ୍ତମାନ ସୁଦ୍ଧା। ଏବଂ ତାପରେ ପରେ ବାଘ ନାଚ, ବାଘ ମୁଖା ନାଚ, କଣ୍ଢେଇ ନାଚ ଇତ୍ୟାଦି ମଧ୍ୟ ଲୋକଙ୍କ ପାଇଁ ପରିବେଷଣ କରାଯିବ। ତତ୍ସଙ୍ଗେ ସଙ୍ଗେ ବେଲଗୁଣ୍ଠାର ପିତ୍ତଳ ମାଛ କେମିତି ତିଆରି ହୁଏ ତାହା ମଧ୍ୟ ଲୋକଙ୍କୁ ଦେଖାଇବାର ବ୍ୟବସ୍ଥା ରହିଛି। ଏହି ମଧ୍ୟରେ ଏ କାର୍ଯ୍ୟକ୍ରମ ସରିଲା ପରେ 6ଟା ବେଳେ ଉପେନ୍ଦ୍ର ଭଞ୍ଜଙ୍କ ଚମ୍ପୁ, ଭଜନ, ଜଣାଣ ଇତ୍ୟାଦି ରଙ୍ଗମଞ୍ଚ ଉପରେ ପରିବେଷଣ କରାଯିବ ଏବଂ 7ଟାରୁ 9:30 ରାତ୍ର ଆମର ନାଟକ ଉପେନ୍ଦ୍ର ଭଞ୍ଜଙ୍କ ଉପରେ ପରିବେଷଣ କରାଯିବ। ଇଏ ହେଉଛି 10 ତାରିଖର କାର୍ଯ୍ୟକ୍ରମ। ସେହିପରି 11 ଫେବୃଆରୀରେ 10ଟା ବେଳେ ରେଜିଷ୍ଟ୍ରେସନ୍, 11ଟାରୁ 1:30 ସଭା, ସାଂସ୍କୃତିକ ସଭା ଏବଂ 1:30ରୁ 2:30 ମଧ୍ୟାହ୍ନ ଭୋଜନ ବିରତି। 2:30ଟାରୁ ଆରମ୍ଭ ହେବ ଭୁବନେଶ୍ୱରର ଅତି ବଡ଼ କାର୍ଯ୍ୟକ୍ରମ ହେଉଛି ଦଣ୍ଡ ନାଚ। ଦଣ୍ଡ ନାଚରେ ଚଢ଼େୟା ନୃତ୍ୟ, ପ୍ରଭା, ଏ ଯେଉଁ କାଳିକା ନୃତ୍ୟ, ଅଗ୍ନିଦଣ୍ଡ ଇତ୍ୟାଦି ପରିବେଷଣ କରାଯିବ, ଯାହାକି ଏହି ଅଞ୍ଚଳ ପାଇଁ ଏକ ନୂଆ କଥା ଭୁବନେଶ୍ୱରର କଳାକାରମାନେ ପରିବେଷଣ କରିବେ। ମୁଁ ତ ଗତ ଦିନରେ କହିଛି ଯେ କଣ୍ଢେଇ ନାଚ 2 ଦିନ ଯାକ ଲାଗୁ ରହିବ। 10 ଓ 11 ଇଏ କଣ୍ଟିନ୍ୟୁଅସଲି 10ଟାରୁ 2:30 ଯାଏଁ 2 ଦିନ ଯାକ କଣ୍ଢେଇ ନାଚ ସମସ୍ତଙ୍କ ପାଇଁ ପରିବେଷଣ କରାଯିବ। 5ଟା ବେଳକୁ ଚା ବିରତି ପରେ ପୁଣି ରଙ୍ଗମଞ୍ଚରେ ଆରମ୍ଭ ହେବ ଆମର ଭୁବନେଶ୍ୱରର ଯେଉଁମାନେ କଳାକାର ସିନେମାରେ ଯେଉଁମାନେ ଅଭିନୟ କରନ୍ତି ସେମାନଙ୍କୁ ଗୋଟେ ସମ୍ବର୍ଦ୍ଧନା ସଭାର ଆୟୋଜନ କରାଯାଇଛି। ଏବଂ 7ଟାରୁ 9:30 ବହୁତ ବଡ଼ ଐତିହାସିକ ନାଟକ ମୁଁ ଚକରା କହୁଛି, ଇଏ ଅତି ଉଚ୍ଚକୋଟୀର ଗୋଟିଏ ନାଟକ, ସେ ପରିବେଷଣ ହେଇ 9:30ରେ ଏ କାର୍ଯ୍ୟକ୍ରମ ଶେଷ ହେବ।